ଦେଖନ୍ତୁ ମହାରାଜ, ନିଜରେ ସମୟ ନଷ୍ଟ କରନ୍ତୁନି। ନିଜ ରାଜ୍ୟକୁ ଫେରି ଯାଆନ୍ତୁ ମହାରାଜ, ନିଜ ରାଜ୍ୟକୁ ଫେରି ଯାଆନ୍ତୁ। ରାଜ୍ୟ ଶାସନ କରନ୍ତୁ। ଏହି ଶ୍ମଶାନ ଭୂମିରେ ତମର ସ୍ଥାନ ନାହିଁ। ଫେରିଯିବାକୁ ତ ମୁଁ ଆସିନି ବେତାଳ। ଋଷିଙ୍କୁ ମୁଁ କଥା ଦେଇଛି ତୁମକୁ ତାଙ୍କ ପାଖକୁ ନେଇଯିବି ବୋଲି। କୌଣସି ବି ମତେ ମୁଁ ମୋ ପ୍ରତିଜ୍ଞା ଭଙ୍ଗ କରିପାରିବି ନାହିଁ। କିନ୍ତୁ ମହାରାଜ, ପ୍ରତ୍ୟେକ ଥର ତମେ ତମର ମୌନ ଭଙ୍ଗ କରୁଛ। ଏଥର ମୁଁ ତମକୁ ଗୋଟିଏ ଗଳ୍ପ କହିବି, ଆଉ ତୁମକୁ ତାର ଉତ୍ତର ଦେବାକୁ ପଡ଼ିବ। ଭୁଲ ଉତ୍ତର ଯଦି ଦିଅ, ତେବେ ତୁମର ମଥା ଫାଟି ରକ୍ତାକ୍ତ ହେଇଯିବ ମହାରାଜ। ଶୁଣ ଶୁଣ ତେବେ। ଦକ୍ଷିଣ କୌଣ୍ଡିଲ୍ୟ ରାଜ୍ୟର ରାଜା ହିରଣ୍ୟକଶ୍ୟପ, ତାଙ୍କର ଥିଲେ ତିନି ପୁତ୍ର। ତିନି ପୁତ୍ର ଥିଲେ ଅସୀମ ଗୁଣର ଅଧିକାରୀ। ଗୁରୁ ଗୃହରେ ରହି ସେମାନେ ଶାସ୍ତ୍ର ଶିକ୍ଷା, ଅସ୍ତ୍ର ବିଦ୍ୟାରେ ପ୍ରଚୁର ଜ୍ଞାନ ଅର୍ଜନ କରନ୍ତି। ରାଜପୁତ୍ରମାନେ ଗୁରୁ ଗୃହରେ ଶିକ୍ଷା ସମାପ୍ତି ପରେ ତାଙ୍କ ନିଜ ଦେଶକୁ ଫେରିଲେ। ତାଙ୍କ ପିତା ତାଙ୍କୁ କହିଲେ, ଆଜି ତମମାନଙ୍କର ଶିକ୍ଷା ସମାପ୍ତ ହେଇଛି, କିନ୍ତୁ ଗୁରୁ ଗୃହରେ ରହି ଶାସ୍ତ୍ର ଶିକ୍ଷା, ଅସ୍ତ୍ର ବିଦ୍ୟାରେ ତମେ କେତେ ପାରଦର୍ଶିତା ଲାଭ କରିଛ, ତାହା ମୁଁ ପରଖି ଦେଖିବାକୁ ଚାହୁଁଛି। କୁହନ୍ତୁ ପିତାଶ୍ରୀ, ଶିକ୍ଷାର ପ୍ରମାଣ ଦେବା ପାଇଁ ଆମକୁ କ'ଣ କରିବାକୁ ପଡ଼ିବ? ଆଜି ତମେମାନେ ବିଶ୍ରାମ କର। ଆଗାମୀକାଲି ମୁଁ ତମମାନଙ୍କୁ ଗୋଟେ ବିଶେଷ କାର୍ଯ୍ୟରେ ପୂର୍ବର ମଲ ରାଜ୍ୟକୁ ପଠେଇବି। ଠିକ୍ ଅଛି, ତାହେଲେ ଆମେ ଏବେ ଆସୁଛୁ। ହଁ, ଆସିପାର ତମେମାନେ। ଗୁରୁଦେବ, ପୂର୍ବର ମଲରାଜ୍ୟର ବାସିନ୍ଦାମାନେ ବଡ଼ ଦୁଃଖରେ ଦିନ କଟୁଛନ୍ତି। ଅନାବୃଷ୍ଟିରେ ସେଠାକାର ନଦୀ ଖାଲ ବିଲରେ ଟିକେ ବି ପାଣି ନାହିଁ। ଚାଷ ଜମି ସବୁ ଶୁଖିଗଲାଣି। ତା ଉପରେ ପୁଣି ପ୍ରତିବେଶୀ ଶତ୍ରୁ ରାଜ୍ୟ କେଶପୁରର ନିତ୍ୟ ଅତ୍ୟାଚାର। ରାଜ୍ୟର ପ୍ରଜାମାନେ ରାଜ୍ୟ ତ୍ୟାଗ କରି ଅନ୍ୟତ୍ର ଚାଲି ଯାଉଛନ୍ତି। କେଶପୁରକୁ ବିରୋଧ କରି ମୁଁ ଯୁଦ୍ଧ ଚାହୁଁନି। ବିନା ଯୁଦ୍ଧରେ ସେମାନଙ୍କ ଆକ୍ରମଣକୁ ପ୍ରତିହତ କରିବାର ଗୋଟିଏ ଉପାୟ ଚାହୁଁଛି। ମହାରାଜ, ଏହି ସମସ୍ୟାର ସମାଧାନ ନିମନ୍ତେ ଆପଣ ଆପଣଙ୍କ ତିନି ପୁତ୍ରଙ୍କୁ ସେଠିକି ପଠାନ୍ତୁ। ଦେଖନ୍ତୁ ସେମାନେ କିଛି କରିପାରୁଛନ୍ତି କି ନାହିଁ। ଏଥିରେ ରାଜକୁମାରମାନଙ୍କର ଶିକ୍ଷାର ପରୀକ୍ଷା ବି ହେଇଯିବ। ହଁ ଗୁରୁଦେବ, ସେୟା ଚିନ୍ତା କରି ମୁଁ ପୁତ୍ରମାନଙ୍କୁ ଆସନ୍ତାକାଲି ମଲରାଜ୍ୟକୁ ଯିବା ପାଇଁ କହିଦେଇଛି। ତାପରେ ମହାରାଜାଙ୍କ ତିନି ପୁତ୍ର ତାଙ୍କ କଥା ଅନୁସାରେ ମଲରାଜ୍ୟକୁ ବାହାରି ପଡ଼ିଲେ। ପହଞ୍ଚି ଚତୁର୍ଦିଗରେ ଇଏ କି ଅବସ୍ଥା? ଜଳାଶୟରେ ଜଳ ନାହିଁ, ଚାଷୀର ଜମିରେ ଫସଲ ନାହିଁ। ବହୁତ ବଡ଼ ସଙ୍କଟରେ ଅଛନ୍ତି ଏଠିକାର ବାସିନ୍ଦାମାନେ। ଆମକୁ ଅତି ଶୀଘ୍ର କିଛି କରିବାକୁ ପଡ଼ିବ। ଆଉ ଯେତିକି ଶସ୍ୟ ମହଜୁଦ ଅଛି ତାଙ୍କୁ ବି ନେଇଯିବେ ଏମାନେ। ଆଉ ତାକୁ ନେଇଗଲେ ତ ଆମେ ଖାଇବାକୁ ନ ପାଇ ମରିଯିବୁ। ଚାଲ, ଆମକୁ ଏଇ କ୍ଷଣି କିଛି ବ୍ୟବସ୍ଥା କରିବାକୁ ହବ। ହଁ ହଁ, ଚାଲ ଶୀଘ୍ର। ରାଜ୍ୟ ପ୍ରବେଶ କରିବା ପୂର୍ବରୁ ସେମାନଙ୍କୁ ଅଟକେଇବାକୁ ପଡ଼ିବ। ଆମକୁ ଏଇ ପାହାଡ଼ ଉପରକୁ ଯାଇ ଦେଖିବାକୁ ହବ ଶତ୍ରୁମାନଙ୍କ ସଂଖ୍ୟା କେତେ। ଆଉ ଆଉ ଏଇଟା ଭାବିବାକୁ ପଡ଼ିବ ଯେ ସେମାନଙ୍କୁ କେମିତି ଅଟକେଇ ହବ। ତେବେ ଶୀଘ୍ର ଚାଲ। ଏତେ ସୈନ୍ୟଙ୍କ ବିରୁଦ୍ଧରେ ଆମେ ତ ଯୁଦ୍ଧ କରିପାରିବା ନାହିଁ। ଚିନ୍ତା କରନି ତମେ ମାନେ, ମୁଁ ମୋର ଅଗ୍ନି ବାଣର ଶକ୍ତିରେ ସେମାନଙ୍କୁ ଅଟକାଇ ଦେବି। ଶୀଘ୍ର
शीघ्र तीर निक्षेप कर वीरेंद्र से मैंने यही क्षण प्रवेश करेंगे। बड़ साहस महामंत्री आहरी सैन्य पठाओ मल्ल राज्य उद्देश्य रे। यथाज्ञा महाराज। ये कौन आहरी सैन्य आसीगले। चिंता करनी मु एई क्षण से मान को हटाई देबी। कौन? हाँ महाराज, गोटिए अद्भुत क्षमता ये। केते बेले अग्निदग्ध करी दउची तो केते बेले जल वृष्टि करी भसई दउची सेना बाहिनी को। आहरी सैन्य पठाओ देखिबी कौन करी रखिबे एबे। महाराज, आमे कौनसी प्रकारे मल्ल राज्य को प्रवेश करि पारु नाहो। आमर समस्त सैन्य प्राण हरैचंती महाराज। हाँ? मु मो पराजय स्वीकार करुची। मु क्षमा चाहूची। आपण माने मते क्षमा करंतु। आमे चाहिले आपन को एक बंदी करि पारिबो एवं आपन को राज्य ऊपर अधिकार साब्यस्त करि पारिबो, किंतु आमे समिति करिबुनी। कारण आमे एठी युद्ध जय करबा पई आसिनु। आमे एठी मल्ल राज्यर दरिद्र प्रजा मानन को रक्षा करबा पई आसीछु। आपण फेरी जांतु। आपण को आमे बंदी करिबु नाही। धन्यवाद। किंतु जमीरे तो फसल नाही। अनावृष्टि रे तो चाष जमी सब सुखी जाइची। फसल फलिबो केमिति? हे भगवान, समस्ते अनाहार रे मरी गलेनी। दया करंतु प्रभु, दया करंतु, दया करंतु। मु एबे ही तम मानक पई आहारर व्यवस्था करिबी। स्वादिष्ट खाद्य। आकाश खाद्य पड़ुची। मु तो एमिति खाद्य केबे भी खाई नथिली। अरे वाह।
ଏଥର ମୁଁ ଚାଷ ଜମି ଗୁଡ଼ିକରେ ଜଳର ବ୍ୟବସ୍ଥା କରିବି। ଆରେ ଏଇ ଦେଖ ବର୍ଷା ହେଲାଣି, ବର୍ଷା ହେଲାଣି ଦେଖ। ଏଥର ସୁନାର ଫସଲ ଫଳିବ। ହେ ଭଗବାନ, ଏଥର ଦୁଃଖ ଦୂର ହେଇଗଲା। ହେଲାଣି ଦେଖ। ଏଇଭଳି ଭାବରେ ତିନି ଭାଇ ମଲ ରାଜ୍ୟ ତଥା ରାଜ୍ୟର ବାସିନ୍ଦା ମାନଙ୍କୁ ରକ୍ଷା କରିବା ମାଧ୍ୟମରେ ନିଜର ସୁଗୁଣର ପରିଚୟ ଦେଇ ବହୁ ଆଡମ୍ବରରେ ନିଜ ରାଜ୍ୟକୁ ନିଜ ପିତାଙ୍କ ପାଖକୁ ଫେରିଗଲେ। ଆସ ପୁତ୍ରମାନେ, ମୁଁ ଆଜି ଗର୍ବିତ। ସତରେ ତୁମେମାନେ ତମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଛ। ତାପରେ ବେଶ କିଛି ଦିନ କଟିଗଲା। ସୁଖ ଶାନ୍ତିରେ କୌଣ୍ଡିଲ୍ୟ ରାଜ୍ୟ ଚଳିବାକୁ ଲାଗିଲା। ସମୟ କାଳରେ ମହାରାଜଙ୍କ ବୟସ ମଧ୍ୟ ବଢି ଚାଲିଲା। ଶରୀର ଦୁର୍ବଳ ହବାକୁ ଲାଗିଲା। ସେଥିପାଇଁ ମହାରାଜ ଏକଦା ରାଜଗୁରୁଙ୍କୁ ଡାକି କହିଲେ, ଗୁରୁଦେବ, ମୁଁ ଏବେ ବୃଦ୍ଧ ହେଇଗଲିଣି। ଦେହ ପା ଆଉ ଭଲ ରହୁନି। ଏବେ ମୋର ବିଶ୍ରାମ କରିବାର ସମୟ ହେଇଯାଇଛି। ସେଥିପାଇଁ ମୁଁ ଭାବୁଛି ମୋ ପରବର୍ତ୍ତୀ ସ୍ଥାନରେ ମୋର ତିନି ପୁତ୍ର ବୀରେନ୍ଦ୍ର, ତେଜେନ୍ଦ୍ର ଏବଂ ଅତୀନ୍ଦ୍ରକୁ ରାଜା, ମନ୍ତ୍ରୀ ଓ ସେନାପତିର ଦାୟିତ୍ୱ ଦେଇ ନିଶ୍ଚିନ୍ତ ହେଇଯିବି। ଆପଣ ଯଥାର୍ଥ କହିଛନ୍ତି ମହାରାଜ। ପୁତ୍ରମାନେ ଏଇ ସବୁ ପଦବୀ ନିମନ୍ତେ ଉପଯୁକ୍ତ। କିନ୍ତୁ ଗୁରୁଦେବ, ମୁଁ ଏହା ସ୍ଥିର କରିପାରୁନି ଯେ କାହାକୁ କେଉଁ ପଦବୀର ଦାୟିତ୍ୱ ଦେବି। ମହାରାଜ, ଏହି ପ୍ରସଙ୍ଗଟି ଆପଣ ମୋ ଉପରେ ଛାଡ଼ି ଦିଅନ୍ତୁ। ଠିକ୍ ଅଛି ଗୁରୁଦେବ, ଆପଣ ଯାହା ନିର୍ଣ୍ଣୟ ନେବେ ତାହା ହିଁ ହେବ। ତାହେଲେ ମହାରାଜ, ଆପଣ ଆଗାମୀକାଲି ତିନି ପୁତ୍ରଙ୍କୁ ମୋ ଆଶ୍ରମକୁ ପଠେଇଦେବେ। ସେଇଠାରେ ମୁଁ ସ୍ଥିର କରିବି କାହାକୁ କେଉଁ ପଦବୀ ଦେବା ଉଚିତ। ତାପରେ ପିତାଙ୍କ ଆଦେଶରେ ତିନି ପୁତ୍ର ଗୁରୁଦେବଙ୍କ ଆଶ୍ରମରେ ଜଣେ ଜଣେ ଯାଇ ପହଞ୍ଚିଲେ। ଇଏ କାଣ? ଗୁରୁଦେବ ଆମକୁ ଆସିବାକୁ କହି ନିଜେ ହିଁ କୁଆଡ଼େ ଚାଲି ଯାଇଛନ୍ତି। କ'ଣ କରିବା ଏବେ? ଯାଏ କିଛି କ୍ଷଣ ସେଇ ବାଘ ଛାଲ ଉପରେ ଯାଇ ବସେ। ସେ ପର୍ଯ୍ୟନ୍ତ ଟିକେ ଅପେକ୍ଷା କରିବାକୁ ପଡ଼ିବ। ଆରେ, ତମେ କେତେବେଳେ ଆସିଲ? ଗୁରୁଦେବ କୁଆଡ଼େ ଗଲେ? କୌଣସି ଜରୁରୀ କାମରେ ଅଟକି ଯାଇଛନ୍ତି ବୋଧେ। ଅତୀନ୍ଦ୍ର ଏଯାଇ ଆସି ପହଞ୍ଚିଲା ନାହିଁ। ତାହେଲେ ମୁଁ ଯାଉଛି ସେ ଆସନରେ ବସିଯିବି। ଆରେ ହେଇ ତ, ଅତୀନ୍ଦ୍ର ଆସିଗଲାଣି। ତମେମାନେ କେତେବେଳେ ଆସିଲ? ଗୁରୁଦେବ ବୋଧେ ଯାଇ ଆସିନାହାନ୍ତି। ନା, ଏଯାଇ ତ ଆସିନାହାନ୍ତି। ତାହେଲେ ମୁଁ ଯାଇ ସେଇ ଚୌକି ଉପରେ ବସି ପଡୁଛି। ହଁ ହଁ, ବସି ପଡ଼ ସେଇଠାରେ। କଣ ପାଇଁ ଯେ ଆମକୁ ଏଠିକି ଡାକିଛନ୍ତି ସେ କଥା କିଏ ଜାଣେ? ଆସନ୍ତୁ ଗୁରୁଦେବ, କ'ଣ ସ୍ଥିର କରିଲେ? କାହାକୁ କେଉଁ ପଦବୀ ଦେବା ଉଚିତ ହବ ମୋର? ମହାରାଜ, ବୀରେନ୍ଦ୍ରକୁ ଆପଣ ରାଜପଦ ଦେବେ। ତେଜେନ୍ଦ୍ରକୁ ଆପଣ ମନ୍ତ୍ରିତ୍ୱର ପଦ ଦେବେ। ଆଉ କନିଷ୍ଠ ପୁତ୍ର ଅତୀନ୍ଦ୍ରକୁ ଆପଣ ସେନାପତିର ପଦ ଦେବେ। ମହାରାଜ, ମହାରାଜ,
ଏଥର ଆପଣ କୁହନ୍ତୁ ତ କେଉଁ କାରଣ ପାଇଁ ଗୁରୁଦେବ ବୀରେନ୍ଦ୍ରକୁ ରାଜପଦ, ତେଜେନ୍ଦ୍ରକୁ ମନ୍ତ୍ରିତ୍ୱ ଆଉ ଅତୀନ୍ଦ୍ରକୁ ସେନାପତି ପଦ ଦେବା ପାଇଁ କହିଲେ? ବେତାଳ, ପ୍ରଥମତଃ ବୀରେନ୍ଦ୍ର ଜ୍ୟେଷ୍ଠ ପୁତ୍ର ହେଇଥିବା କାରଣରୁ ରାଜପଦ ପାଇବାର ଯୋଗ୍ୟତା ତାର ଅଛି। ଦ୍ୱିତୀୟତଃ ଗୁରୁଙ୍କ ଆଶ୍ରମରେ ଗୁରୁଙ୍କୁ ଅପେକ୍ଷା କରିବା ପାଇଁ ସେ ବାଘଛାଲ ଉପରେ ହିଁ ବସିଥିଲା, ଯୋଉଟାକି ସ୍ୱୟଂ ଗୁରୁଦେବଙ୍କ ସ୍ଥାନ, ସର୍ବୋଚ୍ଚ ସ୍ଥାନ। ଯେଉଁଭଳି ରାଜସଭାରେ ରାଜସିଂହାସନର ସ୍ଥାନ ସର୍ବୋଚ୍ଚ, ପରବର୍ତ୍ତୀ ସମୟରେ ତେଜେନ୍ଦ୍ର ଯାଇ ବସିଲା ଆସନରେ ଯାହା ଥିଲା ଠିକ୍ ବାଘଛାଲର ପାଖରେ। ରାଜସଭାରେ ମନ୍ତ୍ରୀଙ୍କର ଆସନ ଯେମିତି ରାଜାଙ୍କ ପାଖରେ ଥାଏ, ସେଥିପାଇଁ ଗୁରୁଦେବଙ୍କ ବିଚାରରେ ତେଜେନ୍ଦ୍ର ପାଇଲା ମନ୍ତ୍ରିତ୍ୱର ପଦ। ଅତୀନ୍ଦ୍ର ଯାଇ ବସିଲା ଚୌକି ଉପରେ। ରାଜା ଓ ମନ୍ତ୍ରୀଙ୍କ ପରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦବୀ ହେଲା ସେନାପତିର। ସେଥିପାଇଁ ଅତୀନ୍ଦ୍ର ହିଁ ଗୁରୁଦେବଙ୍କ ବିଚାରରେ ସେନାପତିର ପଦ ପାଇଲା। ମହାରାଜ, ତମେ ଏଥର ସଠିକ ଉତ୍ତର ଦେଇଛ, କିନ୍ତୁ ପୁଣି ତମେ କଥା କହିଦେଲ। ହେଲେ ସର୍ତ୍ତ ଅନୁଯାୟୀ ମୁଁ ଚାଲିଲି ମହାରାଜ, ମୁଁ ଚାଲିଲି। ବେତାଳ, ଯାଅନି ତମେ, ରହିଯାଅ, ମୁଁ ଆସୁଛି। ରହିଯାଅ ବେତାଳ, ମୁଁ ଆସୁଛି। ମୁଁ ପୁଣି ଥରେ ବେତାଳକୁ ଧରି ଆଣିବି। ତମ ସହ ଦେଖାହବ ଆଗାମୀ ସପ୍ତାହ, ଏଇ ଦିନ, ଏଇ ସମୟରେ। ବେତାଳ, ମୁଁ ଆସୁଛି।